ଜାମ୍ବିଆର ରାଜଧାନୀ ଲୁସାକାରେ ଅବସ୍ଥିତ ଏକ ଚିଡ଼ିଆଖାନାକୁ ଜଣେ ଦର୍ଶକ ବୁଲିବାକୁ ଯାଇଥିଲେ। ବୁଲୁ ବୁଲୁ ସେ ଏକ କୋଠରୀ ଆଗରେ ଅଦ୍ଭୁତ ଫଳକଟିଏ ଦେଖି ହଠାତ୍ ଅଟକିଗଲେ। ଫଳକଟିରେ ଲେଖାଥିଲା, ହିୟର ଲିଭ୍ସ ଦି ମୋଷ୍ଟ ଡେଞ୍ଜରସ୍ ଆନିମଲ୍ ଅଫ୍ ଦି ୱାର୍ଲଡ, ଅର୍ଥାତ୍ ଏଠାରେ ବିଶ୍ୱର ସବୁଠାରୁ ଭୟଙ୍କର ପ୍ରାଣୀଟି ବାସ କରେ। ବିସ୍ମୟ ଅଭିଭୂତ ଦର୍ଶକ ଜଣକ ସେହି ପ୍ରାଣୀଟିକୁ ଦେଖିବା ପାଇଁ ଅତ୍ୟନ୍ତ ଉତ୍ସୁକତାର ସହ କୋଠରୀ ନିକଟକୁ ଗଲେ। କିନ୍ତୁ ଏ କ'ଣ? କୋଠରୀ ଭିତରେ କୌଣସି ବି ପ୍ରାଣୀ ନାହିଁ। କେବଳ ଏକ ପୁରୁଷ ଉଚ୍ଚା ଦର୍ପଣ ରହିଛି, ଯାହା ଦର୍ଶକଙ୍କ ପୂର୍ଣ୍ଣ ଅବୟବକୁ ପ୍ରତିଫଳନ କରୁଛି। ଦର୍ଶକ ଜଣକ କ୍ଷଣକ ମଧ୍ୟରେ ବୁଝିଗଲେ ଯେ ମଣିଷ ହେଉଛି ବିଶ୍ୱର ସବୁଠାରୁ ଭୟଙ୍କର ପ୍ରାଣୀ। ଶ୍ରୋତାବନ୍ଧୁ, ଯଦି ବିଷାକ୍ତ ବିଛାଟିଏ ମଣିଷକୁ କାମୁଡ଼ି ଦିଏ, ତେବେ ଯନ୍ତ୍ରଣା ଗୋଟିଏ ଦିନ ମଧ୍ୟରେ କମିଯାଏ। ଯଦି ବିଷଧର ସର୍ପଟିଏ ମଣିଷକୁ ଦଂଶନ କରେ, 3 ଦିନର ଚିକିତ୍ସା ପରେ ମଣିଷ ଆରୋଗ୍ୟ ହୋଇଯାଏ। ଯଦି କୁକୁରଟିଏ ମଣିଷକୁ କାମୁଡ଼ି ଦିଏ, ତେବେ 10 ଦିନର ଚିକିତ୍ସା ପରେ ମଣିଷ ବିଷମୁକ୍ତ ହୋଇଯାଏ। କିନ୍ତୁ ଯଦି ମଣିଷଟିଏ ମଣିଷକୁ କାମୁଡ଼ି ଦିଏ, ହାୟ, ବଞ୍ଚିବାର ଆଶା ଅତ୍ୟନ୍ତ କ୍ଷୀଣ। ସତରେ କେତେ ଭୟାନକ ଏ ମଣିଷର ବିଷ। ସୃଷ୍ଟିର ଶ୍ରେଷ୍ଠ ଜୀବ ହେଉଛି ଏ ମଣିଷ। ମୁଁ ହେଉଛି ମଣିଷର ମୁଖା। ସେଇ ମୁଁର ମୁଖା ତଳେ କେତେ ଯେ ଛଳନା, କେତେ ପ୍ରତାରଣା, କେତେ ଯେ ଶଠତା, କେତେ ପ୍ରବଞ୍ଚନା। ସବୁଠି କେବଳ ମାରିଚର ମାୟା, ମିଛର ଭେଳିକି, ସୁନା ମିରିଗର ନାଟ, କାଳନେମର କୁଟିଳ ଭେକ। ସବୁଠି ପୁତନାର ସ୍ତନରେ ବିଷ, ଜଟାଜୁଟ ସନ୍ନ୍ୟାସୀର ବେଶ ତଳେ ସବୁ ଜଘନ୍ୟ ରାବଣ। ଘର ସାମ୍ନା ଗଛ ଉପରେ ରହୁଥିବା ପୋହଳା ଏଣ୍ଡୁଅଟି ଆଜି ଆତ୍ମହତ୍ୟା କରିଦେଲା। ସୁଇସାଇଡ୍ ନୋଟ୍ରେ ଲେଖାଥିଲା, ମୁଁ ମଣିଷ ସହ ମୁକାବିଲା କରିପାରିଲିନି ରଙ୍ଗ ବଦଳେଇବାରେ, ଏଣୁ ଆତ୍ମହତ୍ୟା କରିଦେଲି। ମୁହୁର୍ମୁହୁ ରଙ୍ଗ ବଦଳଉଥିବା ପୋହଳା ଏଣ୍ଡୁଅକୁ ବି ବଳିଗଲା ଏ ମଣିଷ। ଏଭଳି ମୁହୂର୍ତ୍ତରେ ଖୁବ୍ ମନେ ପଡ଼ନ୍ତି ଗ୍ରୀସ୍ ଦେଶର ପ୍ରଖ୍ୟାତ ଦାର୍ଶନିକ ଦାଓଜେନିସ୍। ଦିନରେ ଦୀପଟିଏ ଧରି ସେ ରାଜରାସ୍ତାରେ ମଣିଷ ଖୋଜୁଥିଲେ। ମନେ ହୁଏ ଆଜି ବି ସେ ପ୍ରକ୍ରିୟାର ଅନ୍ତ ନାହିଁ। ଆଜି ବି ଏ ସମାଜରେ ଭଲ ମଣିଷ ଖୋଜା ଚାଲିଛି। ଭଲ ମଣିଷ ଖୋଜୁ ଖୋଜୁ କବିର ଆଖି ଆବିଷ୍କାର କରିଛି ମଣିଷର ମୁଖା ତଳେ ମହିଷାସୁରର ମୁହଁ, ମଣିଷର ନଗ୍ନ ରୂପ ଅସଲ ସ୍ୱରୂପ, ଆଦର୍ଶର ଅବଶେଷ, ବ୍ୟକ୍ତିତ୍ୱର ସମାଧି ପାଉଁଶ। ମୁଁର ମୁଖା ତଳେ ବଞ୍ଚୁଥିବା ଗୋଟେ ଗୋଟେ ଫମ୍ପା ମଣିଷ, ମିଛ ମଣିଷ। ଯିଏ ମଣିଷ କମ୍, ସାମଗ୍ରୀ ବେଶୀ, ସ୍ୱଦେଶୀ କମ୍, ବିଦେଶୀ ବେଶୀ। ସେଇ ମର୍ମରେ ମାନନୀୟ ମୃଣାଳ ଚାଟାର୍ଜୀଙ୍କ ଅନୁଦିତ କବିତାଟିଏ, ଯାହାର ଶୀର୍ଷକ ହେଉଛି ମୁଁ, ଉପସ୍ଥାପନା କରୁଛି ବି ସେଇ ମୁଁ। କବିତାର ଶୀର୍ଷକ ମୁଁ। ମୁଁ କିଏ? ମୁଁ ଜଣେ ସାଧାରଣ ଲୋକ, ଏ ଦେଶର ସବଜାନ୍ତା ପବ୍ଲିକ ଭିତରୁ ଜଣେ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମୂର୍ଖ ବୋଲି କହେ, ପ୍ରଧାନମନ୍ତ୍ରୀଙ୍କୁ କହେ ସାମ୍ପ୍ରଦାୟିକ, ମୁଁ ସ୍ୱାସ୍ଥ୍ୟ ସଚିବଙ୍କୁ ବ୍ୟର୍ଥ ବୋଲି କହେ, ଅର୍ଥମନ୍ତ୍ରୀଙ୍କୁ କହେ ସ୍ତାବକ। ମୁଁ ଡାକ୍ତରଙ୍କୁ ଖୁନି ବୋଲି କହେ, ପୋଲିସକୁ କହେ ଗୁଣ୍ଡା, ରେସନ ଡିଲରକୁ ଚୋର ବୋଲି କହେ, ସରକାରୀ କର୍ମଚାରୀଙ୍କୁ ଅଳସୁଆ, ଆଉ ଶିକ୍ଷକଙ୍କୁ କହେ ନିଷ୍କର୍ମା। ମୁଁ କିଏ? ମୁଁ ହେଲି ପବ୍ଲିକ, ସବଜାନ୍ତା ଜଣେ ପବ୍ଲିକ। ମୁଁ କେତେବେଳେ ହିନ୍ଦୁ ତ କେତେବେଳେ ମୁସଲମାନ। କେତେବେଳେ ମୁଁ ମନ୍ଦିରରେ ନାରୀମାନଙ୍କ ପ୍ରବେଶକୁ ନିଷେଧ କରେ ତ ପୁଣି କେତେବେଳେ କୋରାନରେ ସଂସ୍କାର ଖୋଜେ। ମୁଁ କର୍ଫ୍ୟୁ ବେଳେ ବଜାରକୁ ମାଛ ଆଣିଯାଏ, ମାସ୍କକୁ ଥୁମୁଣିରେ ଲଟକେଇ ବଜାର ବୁଲେ। ଯବାନ ଭେଣ୍ଡି ଦେଖିଲେ ତାକୁ ନେବା ପାଇଁ ଭିଡ଼ ଭିତରେ ଝାମ୍ପି ପଡ଼େ। ମୁଁ ପୁଣି ଦୋକାନରେ ସାନିଟାଇଜର ଖୋଜେ। ନ ମିଳିଲେ ସରକାରଙ୍କୁ ଗାଳି ଦିଏ। ମୁଁ କଥା କଥାରେ ନେତା ମନ୍ତ୍ରୀଙ୍କ ବଂଶ ଉଦ୍ଧାର କରେ।
पुणी प्रयोजन बेले सेईमानकु तैलमर्दन करे। मु सरकारी अनुदान सादरे ग्रहण करे, पुणी चा खटीरे बसी सरकारंक सब्सिडी दान को निंदा करे। मु सबु प्रकार सरकारी सुविधा भोग करे, पुणी सरकारंक सबु निर्देश को भी अमान्य करे। मु डाक्तरंक ऊपर को हाथ उठाए, नर्स ऊपर को छेप पकाए, पुलिस को पत्थर फिंगे। मु हेलमेट न पिंधि धरा पड़िले पुलिस गोड़ तले पड़ी ताकू लांच दिए। सोला लांचखोर बोली पुणी पुलिस को गाली दिए। मु प्रवासी श्रमिकर दुखरे कातर हो जाए, पुणी ताकू 10 टंका कम पारिश्रमिक दबार फिकर करे। मु दामिकिया रेस्तोरां वेटर को 100 टंका टिप्स दिए, पुणी बाजार रे परिबा वाला सहित टंकाए पई झगड़ा करे। मु आम साहिर माताल मानकू गाली दिए, हेले लॉकडाउन भितरे बोतले विदेशी मद पई पागल हो जाए। बोतले विदेशी मद पई पागल हो जाए। जहा सबू कहीगली से सबुर समाहार होउची मु। जहा सबू कहीगली से सबुर समाहार होउची मु शिक्षित, मु विज्ञान मनस्क, मो 10 आंगुठी रे पुणी 8 ग्रहरत्न मुदी। मु शिक्षित, मु विज्ञान मनस्क, मो 10 आंगुठी रे पुणी 8 ग्रहरत्न मुदी। मु प्रतिवादी, मु मिथ्यावादी, मु हिंदू, मु मुसलमान, मु क्रिस्टियन, मु सब जनता पब्लिक, मु ए राष्ट्र जागरूक नागरिक। मु जाति खोजे, मु पति खोजे। मु जाति खोजे, मु पति खोजे, मु लिंग खोजे, मु वर्ण खोजे, मु अर्थ खोजे, मु स्वार्थ खोजे, मु मनीष खोजे, मनीषर दोष खोजे। केबे भी मु मनीष पणियार खोज रखेना। निजकू केबे भी मु आईनार देखेना। निजकू केबे भी मु आईनार देखेना। आईनार देखेना। आईनार देखेना। धन्यवाद।